ଗୌର 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 ଦାସ ଭୁଜାଖିଆ ପାଟିଆର। କଣ ସେ ଭୁଜାଖିଆ ପାଟିଆଡ? ଆରେ ବଦ ସେ ଧୋତି ପିନ୍ଧିଲେ କିଛି ପାଠ କରିପାରିବ? ଆଜ୍ଞା କହିଲେ ଆଜ୍ଞା ତୁ କଣ କରିଦେବୁ ହଉଛି ପ୍ରତାର ପାଠ ନା ସୁର ପାଠ ନା ଦୈତରେ ପାଠ ପାଠ? ଆଉ ଗୌର ଦାସ କେବଳ ଗାମୁଛା ପିନ୍ଧିଲେ ହିଁ ଯାତ୍ରା କରିପାରିବେ। ଗାମୁଛା ପଟେ ଗାମୁଛା ହିରୋ ଆଉ ପ୍ୟାଣ୍ଟ ସାର୍ଟ ହିରୋ ଆକାଶ ପାତ ଫେରକ ନା। ଆଜ୍ଞା ମାଲିକ ଯୋଉ ଯାତ୍ରା ପାର୍ଟି ମାଲିକ ସଂଘ ଭିତରେ ଗୋଟେ ପଡୁନି କେବେ। ଆମର କଳାକାର ସଂଘ କେତେ ବୁଝୁଛି ବାପି ପଣ୍ଡା ମଜବୁତ ବାପି ପଣ୍ଡା ଏକା ମାଧିଆ ବାଛି ପଣ୍ଡ ଦୈତାରୀ ପଣ୍ଡା ବାପି ପଣ୍ଡା ସେ ଗୌର ଦାସ ସେଟା ଭୁଜାଖିଆ ଲୋକ ଉତ୍ତର ଓଡ଼ିଶା ଲୋକ ନା। ରେକର୍ଡିଂ ଏଇଟା ଭର କରନ୍ତୁ ଆଜ୍ଞା ମୁଁ କହୁଛି ଆଜ୍ଞା ଏଇଟା ମୋର କରନ୍ତୁ ନରିପଣ୍ଡା କଣ କହୁଛି ଏଇଟା ମୋ ରିକ୍ୱେଷ୍ଟ ଆପଣଙ୍କୁ। ଆଜ୍ଞା କୁହନ୍ତୁ। ଦେଖନ୍ତୁ ଗୌର ଦାସ ଭୁଜାଖିଆ ମୁଢି ପାଟିଆର ସିଏ ଏଇଟା ଡିକ୍ଲାର କରିବେ ମୋ ତାରିଣୀ ମହାରଣ। ଆଜ୍ଞା କହୁନାହାନ୍ତି। ଗୌର ଦାସ ଭୁଜାଖିଆ ପାଟିଆର। କଣ ସେ ଭୁଜାଖିଆ ପାଟିଆଡ? ଆରେ ବଦ ସେ ଧୋତି ପିନ୍ଧିଲେ କିଛି ପାଠ କରିପାରିବ? ଆଜ୍ଞା କହିଲେ ଆଜ୍ଞା ତୁ କଣ କରିଦେବୁ ହଉଛି ପ୍ରତାର ପାଠ ନା ସୁର ପାଠ ନା ଦୈତରେ ପାଠ ପାଠ? ଭୁଜାଖିଆ ପାଟିଆର ତୁ ଭୁଜାଖିଆ ରହିଯିବୁ। ଆପଣଙ୍କର ଗୌର ଦାସଙ୍କ ଉପରେ ତ ରାଗ କଣ ପାଇଁ? କୌଣସି କଳାକାର ରାଗ ନାହିଁ କୌଣସି କଳାକାର ରାଗ ନାହିଁ। ହେଟା କଳାକାର ନୁହଁ ବେକଳାକାର। ଗୌର ଦାସଙ୍କର ତ କେତେ କାନ୍ଦୁଛିରେ ଗୌର ଦାସ ସୁପରହିଟ୍। ହଁ କେତେ କାନ୍ଦୁଥିଲୁ ମାରୁଥିଲେ। ଆଜ୍ଞା ଗୌର ଦାସଙ୍କର ଆପଣଙ୍କର ବିବାଦ କଣ ପ୍ରକୃତରେ? କାହିଁକି ଆପଣ ଗୌର ଦାସକୁ ବିବାଦ କିଛି ନାହିଁ ସେଟା ଗାମଛା ଫତା ପାଟିଆର। ତୁ ଗୋଟେ ପ୍ୟାଣ୍ଟ ସାର୍ଟ ପିନ୍ଧିଲେ ତୁ ପାଠ ଭୁଲିଯିବୁ। ତୁ କରିପାରିବୁନି ପାଠ କରିବୁନି। ଗୌର ଦାସ କେବଳ ଗାମୁଛା ପିନ୍ଧିଲେ ହିଁ ଯାତ୍ରା କରିପାରିବେ। ଗାମୁଛା ହିରୋ ଆଉ ପ୍ୟାଣ୍ଟ ସାର୍ଟ ହିରୋ ଆକାଶ ପାତ ଫେରକ ନା ବନ୍ଧୁ। କାହିଁ ମୋ ସମୟରେ ମତେ ହଉଛି ବାପି ପଣ୍ଡା ଦୈତରେ ବାବା ତୁ ଗୌର ଦାସ ତୋ ତପରେ କିଛି ଆଟେ ହେଇନି ତୁ ନିଜେ ବଞ୍ଚ। ଆଜ୍ଞା କଳାକାର ବଞ୍ଚା ସୃଷ୍ଟି ବଞ୍ଚା ତୁ ଖାଇଲି ଭାବୁଛୁ ମୁଢିଖିଆ ପାଟିଆର। ଆଜ୍ଞା ଗୌର ଦାସ କଣ ଗୋଟେ କଳାକାର ନୁହନ୍ତି? ମୋ ଖାତାର ଲିଷ୍ଟ ନାହିଁ ସିଏ। କାହିଁକି ଆପଣ କାହିଁକି ଗୌର ଦାସକୁ ଲିଷ୍ଟରେ ଆଣୁନାହାନ୍ତି? ମୋ ଖାତା ଲିଷ୍ଟରେ ମୋ ଖାତାରେ ହଉଛି ସେ ସୁରେଶ ପଣ୍ଡା ହଉଛି ଦୈତାରୀ ପଣ୍ଡା ପ୍ରତାପ ରାଉତ। ଆଜ୍ଞା ତା ପଛକୁ କେତେ ଧାଡି ପରେ ଆସିବ ତୁ ଭାବୁଛୁ କି ଇଏ ହଉଛି ଆମ ହାକୃଷ୍ଣ ଜୀବ ଦେଇଦେଲା ବୋଲି ତୁ ଚାନ୍ସ ପାଇଗଲୁ। ତାପରେ ତୋର ସେମାନେ ବିଦା କରିଦେଲା ତୁ କଲେଜ ରହିପାରିଲୁନି। ଏବେ ତ ଶିବାନୀ ଛାଡୁଛନ୍ତି ସେମାନେ ବିଶ୍ୱ ଦରବାରରେ ସବୁ ପାଠ ଛାଡିଦବା ସେ କୋଉ ପାଠ ରହିବ ତା କିଏ ପାଠ ରଖିବ ଛଡା। ଆଜ୍ଞା ଗୌର ଦାସ ଏବେ ବିଶ୍ୱ ଦରବାରରେ ଲିଡ୍ ରୋଲ୍ କରିବେ। ସବୁ ବିଷର ତାଡି ପକେଇବ ସବୁ ଆଉ ତାଡି ପକେଇବ ଦେଖିବା ଆର ବର୍ଷ କେମିତି ବିଷର ଗୌର ଦାସ ହାଇଲାଇଟ୍ କରିଦବ ମୁଁ ଦେଖିବୁ। ମୁଁ ତ କଣ ଯାତ୍ରା ପାଟରେ ଅଛି ମରିବ ନା ଆମେ ଜାଣିଦେବି ତମେ ଦେଖିବା କଣ କରିବ। ମୁଁ କହୁଛି ଧୋତି ପିନ୍ଧା ପାଟିଆରକୁ ତମେ ପ୍ୟାଣ୍ଟ ପିନ୍ଧି ଛାଡ଼ିଦବ ଦେଖିବା ପ୍ୟାଣ୍ଟ ପିନ୍ଧିକି ପାଠ କରିଦବ ଧୋତି ଗଣ୍ଡାଉଥିବ ବା କଥା କୋଉଠି ହେଇଥିଲା ସେ କଥା ପାଟିଆରି। ଗୌର ଦାସକୁ ଆପଣ 10ରୁ କେତେ ମାର୍କ ଦେବେ? ଟୋଟାଲ 0 3 4 ମୋ ହିସାବର। ସିଏ ତ ଆଜ୍ଞା ଷ୍ଟାରକାଷ୍ଟ ଖଣ୍ଡଗିରିରେ ତାଙ୍କର ବଡ ବଡ ପୋଷ୍ଟର। ହଁ ପିଉ ସେ ବଡ ନୁହେଁ କି ସାଇ ସାପ ବୁଲିଗଲେ ସେ ବଡ ହେଲାନି କି? ଆଜ୍ଞା ଦୈତରେ ମଣ୍ଡର ବାଳୁକୁ ଉପାଡିତେ ତମେ 10 ଥର ସମୟ ଲାଗିବ ଏତିକି ହିସାବର। ଆପଣଙ୍କ ମତରେ ତାହେଲେ ଗୌର ଦାସ ଗୋଟେ କଳାକାର ନୁହନ୍ତି? କଳାକାର ତ ଆଜି ପ୍ୟାଣ୍ଟ ସାର୍ଟ ପିନ୍ଧେ କାଲି କଳାକାର ମୁଁ କାହିଁ ମନା କରିବି ମୋ ହିସାବ ନୁହଁ। ସେ ଖାଲି କାନ୍ଧରେ ବନ୍ଧୁକ ଫୁଟେଇ ଚାଲିଛି ତାରି କିଛି ନାହିଁ। ଗୋଟେ ପ୍ୟାଣ୍ଟ ସାର୍ଟ ଭିତରେ ପାଠ କରିପାରିବନି ସିଏ କରିବ ସିଏ। ଆଜ୍ଞା ଆଜ୍ଞା ମୁଁ ଜାଣିବାକୁ ଚାହୁଁଛୁ ଯେ ଯଦି ଆପଣଙ୍କ ସାମ୍ନାରେ ଗୌର ଦାସ କେବେ ଆସନ୍ତି ହଁ ଆପଣ ତାଙ୍କୁ କଣ କହିବେ? କହିବେ
ତମେ ଫାଦର କର ବଞ୍ଚିଯିବ ଯାତ୍ରା ଜଗତ ଭିତରେ। ଫାଦର ରୋଲ କର। ହଁ ବଞ୍ଚିଯିବ। ଫାଦର ତ କରିପାରିଲାନି ଯାଇଥିଲା ସିରିଏଲ ପାଇଁ ବଞ୍ଚି କିନ୍ତୁ ତମେ ଯେଥିର ଅନୁଷ୍ଠାନ ପାଇଁ ଚିନ୍ତା କର ଯାତ୍ରା ଜଗତ ପାଇଁ ଚିନ୍ତା କର କେମିତି ଆଗକୁ ବଢିବ। ତମେ ଯୋଉ ହିରୋ ଦେଖଉନ ନା ମୁଣ୍ଡ ଲୁଣା ଖାଇଗଲାଣି ଆଜ୍ଞା ମୁଣ୍ଡ ଲୁଣା ଖାଇଲା ଉପରେ ନାହିଁ ଛପର ପକେଇ ଦଉଛି। ଆଜ୍ଞା ଗୌର ଦାସର କେଶ ନାହିଁ? ତମେ କେତୁରା କେଶ ତମେ ଗଣି ଦଉନ 30-40ଟା ମୁଣ୍ଡ ନଥିବ ତାର ବାଳ ନଥିବ ତାର। ଏଇଟା ଏମିତି କେତେଟା ଯାତ୍ରା ଭାଷ କରିଦେଲେଣି। ଆପଣଙ୍କୁ ଲାଗୁଛି କି ଯାତ୍ରା ପାର୍ଟିରେ ଯୋଉ ଏଇମାନେ ରହିବା ଦ୍ଵାରା ଯାତ୍ରାରୁ ଆପଦ ହଉଛି। ତମେ ଚିନ୍ତା କର ତମେ ହବ ଯେମିତି ପ୍ରତାପ ରାଉତ ହଳ ଚିନ୍ତା କର। ମୁଁ କାହା କଥା କହୁନି। ଗୌର ଦାସ କଣ ପ୍ରତାପ ରାଉତଙ୍କ ସମକକ୍ଷ ନୁହନ୍ତି? କେବେ ନୁହଁ। ପ୍ରତାପ ଗୋଟେ ଡାଇଲଗ ର ଗୌର ଦାସ ହଜିବ। ଗୋଟେ ଡାଇଲଗ ପ୍ରତାପ ରାଉତ ଗୋଟେ ଡାଇଲଗ ରୁ ମୁଁ ଯେତିକି ଜାଣିଛି ମୁଁ 30 ଘର ଯାତ୍ରା ପାର୍ଟି ପାର୍ଟି କରି ନା ବହୁତ ହିରୋ ହିରୋଇନ ମୁଁ ମିଶିଛି। ତୁ ପ୍ରତାପ ରାଉତକୁ ଚିନ୍ତା କର ତାପରେ ଚିନ୍ତା କରିବୁ ମୁଁ କୋଉ ଗ୍ରେଡର ଆର୍ଟିଷ୍ଟ କେତେ କାଣ୍ଡିର ଗୌର ଦାସ କଣ ଗୌର ଦାସ କେତେ ଦୋଷ ତୁ ମାଲିକକୁ ଧମକି ଦେଇ ତୋ ନାଟକ କରିଦଉଛୁ। ଆପଣଙ୍କୁ କଣ ଲାଗୁଛି ଶିବାନୀ ମାଲିକଙ୍କୁ ଧମକେଇକି ଗୌର ଦାସ ତାଙ୍କ ନାଁରେ ନାଟକ ଶିବାନୀ କେତେ ରଖିଲାନି କାହିଁ ରଖିଲାନି କଣ ତୁ କରିବୁ? ଶିବାନୀ ଗୋଟେ ବ୍ରାଣ୍ଡ ଅନୁଷ୍ଠାନ ନା ତୋ ପାଇଁ କଣ ପଇସା ରୋଜଗାର କରୁଛି? ଦେଇପାରିଲୁନି ବେପାର ତୁ କଣ ବିଶ୍ୱ ଦେଇପାରିବୁ? ବିଶ୍ୱ ତୋତେ ବିଦା କରିଦବ। ମୁଁ ଚ୍ୟାଲେଞ୍ଜ ଦେଇ କହୁଛି କଳା ନାହିଁ। ଠିକ ଅଛି ଆଜ୍ଞା ଧନ୍ୟବାଦ। ମୁଁ ଭଲ କହିନି ବି ଖରାପ ଠିକ ଅଛି ଆଜ୍ଞା ଧନ୍ୟବାଦ ଆଜ୍ଞା। କୋଉଟା ଖରାପ କହିନି ବନ୍ଧୁ।